ଆପଣମାନେ ଭାବିଲେ କି ଭିଡ଼ିଓଟା ସରିଗଲା ବୋଲି? ନା ନା, ସେମିତି ଜମା ଭାବନି, ଜମା ଭାବନି। ଗୁଗୁଲାଟା ଆଗକୁ ଅଛି, ଦେଖ, ଖାଲି ଦେଖ ମଟନ। वेलकम माय यूट्यूब चैनल। ଏବେ ଦେଖନ୍ତୁ ଏବେ ନୂଆ ବର୍ଷରେ ସ୍ପେଶାଲ ଗୋଟେ ଚାଲିଛି। ପିସା ତମେ କୋଉଠି? ଏଇଠି ମାନେ କୋଉଠି? ଏବେ ଦେଖନ୍ତୁ ଆମର ନାମୀ ଦାମୀ ହଉଛି କଟାଳି ମଟନ କଷା। ଏବେ ମଟନ କଟା ହେଇଛି, ଖାସି ମାଂସ କାରଣ ଦବେଇ ଦବ ଖିଆ ହବ। ଏବେ ହେଉଛି ଗଣ୍ଠି ପିସଟା, ଖାଲି ନଳି ପିସଟା ସୋଡ଼ିକି ଦେଲା ସିଆରି। ସବୁ ରେଡ଼ି ହେଇକି ଅଛି। ସେଇଟା କାଇଁ ଦେଖେଇ ଦେଉଛୁ? ସେଇଟା ତ ଖାଇ ବୋଲି ଲୁଚି ରଖୁଛି। ସେ ପକା ହେଉଛି କାହିଁକି ଘାଣ୍ଟିବା ପାଇଁ ସୁବିଧା କର। ଦେଖ ମୋ ମୁହଁ କି ବଦନ ମୋର ଏବେ କଷା ହେଇଯିବ, ତାକୁ ଆରାମସେ ତାକୁ ଖେଳା ହେଇଯିବ। ଏବେ ଦେଖ ଆମର ମସଲା ସବୁ ରେଡ଼ି ହେଇକି ଅଛି ମଟନ ପାଇଁ। ମଟନ କ'ଣ କେଉଁ ମସଲା ପଡ଼ିବ ସବୁ ରେଡ଼ି ହେଇକି ଅଛି, ଖାଲି ଚାଲିଛି ପ୍ରୋସେସିଂ ଆଉ। ତାକୁ ସଜା ହେଇଗଲା ଥାଳି ଉପରେ, କାହିଁକି ନା ଥାଳିଟା ସେଇ ମଟନକୁ ଡାଲି ରଖିବ। ଏଇଟା ହେଉଛି ବର୍ତ୍ତମାନ ମଟନ ପଡ଼ିଗଲା। ମଟନ ପଡ଼ିଲା ପରେ ତାକୁ ଆମେ ଆରାମସେ କଷେଇଦେବା। ଦେଖନ୍ତୁ ମୋ ବଦନଟା, ଓ ମୋ ହାତ ହେଉଛି ମଟନ ପଡ଼ିଲା ପରେ ଭଲରେ କଷିଦେବା। ଦେଖନ୍ତୁ ଆପଣ ଖାଇଲେ ଦେଖିବା ତମ ଝୋଳ ମାନେ ଆଖିରୁ ପାଣି ମାରିଯିବ। ଆପଣ ତ ଦେଖୁଥିବ, ନାଳ ତ ଆସୁଥିବ ନିହାତି ଖାଇବା ପାଇଁ ଆଉ। ଏବେ କଷା କଷି ଚାଲିଛି ବର୍ତ୍ତମାନ। ଏବେ ଆସନା ଏବେ କଷା ଚାଲିଛି। ଦେଖ ମୁଁ ବି କଷି ଦେଇଛି, ଏବେ ମସଲା ସବୁ ପଡ଼ିଗଲା ଏଥିରେ। ଦେଖନ୍ତୁ ମଟନ ହେବାର ଆଉ ଅଧଘଣ୍ଟା ଲାଗିବ ମଟନ ହେବା ପାଇଁ, କିନ୍ତୁ ଟେଷ୍ଟ ଅଲଗା ମୋର। ନଳି ପିସଟା ମୋର। ଏବେ ସେ ମସଲା ଏବେ କଞ୍ଚା ଲଙ୍କା ପଡ଼ିବ, ଟିକେ କଞ୍ଚା ଲଙ୍କା ସ୍ୱାଦ ଅନୁସାରେ କଞ୍ଚା ଲଙ୍କା ପଡ଼ୁଛି, ବେଶୀ ନାହିଁ। ମଟନ ଅନୁସାରେ ଯଦି ଦେଖିଲେ ଆସିଥିବ, ବେଶୀ ପକେଇଲେ ବହୁତ ରାଗ ହେଇଯିବ। ତାପରେ କଞ୍ଚା ଲଙ୍କା ପଡ଼ିଲା ପରେ ତାପରେ କ'ଣ ପକେଇବା? ଆପଣ ତ ନିଜେ କରିଥିବେ। ତାକୁ ଭଲସେ ଭାବରେ ଫେଣ୍ଟି ଦେବା ହେଲା, କୋରେଇକି ତାକୁ ମିଶାଇ ଦେବା ମସଲାଟାକୁ। କେଉଁଠି ନ ଲାଗିବ, ମଟନ ସବୁ ଅନୁସାରେ ଲାଗିବାର ଅଛି ମସଲାଟା। ଟେଷ୍ଟ ନହେଲେ କେମିତି ଆସିବ? ତାପରେ ଘଣ୍ଟା ଘଣ୍ଟେ ଚାଲିଯିବ ବର୍ତ୍ତମାନ। ବାମ୍ଫ ପରେ ଯୋଉ ବାସନ ମଟନ ସହିତ ଜାଣି। ତାପରେ ହଳଦୀ ପଡ଼ିଲା ଆମର, ହଳଦା ସ୍ୱାଦ ଅନୁସାରେ ହଳଦୀ, କାହିଁକି ନା ହଳଦୀଟା ତମେ ତ ଜାଣିଥିବ ମଟନ ହଳଦୀ ବି ପଡ଼େଛି। ହଳଦୀ ହେଇଗଲା, ତାକୁ ସିଧା ପୁଣି ତାକୁ ଫେଣ୍ଟିବାକୁ ପଡ଼ିବ। ତାପରେ ଜିରା ଗୁଣ୍ଡ ପଡ଼ୁଛି ଆରାମସେ ସ୍ୱାଦ ଅନୁସାରେ। ଆମେ ଗୋଳେଇଥାନ୍ତୁ, କାହିଁକି ଗୋଟେ ଜାଗାରେ ପକେଇକି ଗୋଳେଇ ଦେଲେ ଆରାମସେ ସହଜ ହେଇଯିବ ଗୋଳେଇବା ପାଇଁ। ଦେଖନ୍ତୁ ନାଲି ତକ ତକ ହେଇଆଣି ମଟନଟା, ତାକୁ ଲାଗିଯିବ ବୋଲି ତଳୁ ତାକୁ ବାଗିକି ଆରାମସେ ଘୋଟି ଦେବା, ମାନେ କଷା ଟାଇପ୍ର କରିଦେବା। ଏବେ ତ କଷା ଟାଇପ୍ର ଆସିଲାଣି ହେଇକି, ବାମ୍ଫ ପୁରା ଶହେ ଶହେ ଆସିଲାଣି। ଏବେ ଧନିଆ ପଡ଼ିଲା, ଜିରା ଗୁଣ୍ଡ ସେତିକି ତ ବସ ନା, ବେଶୀ କାଇଁ ପକଉଛ ଯେ? ଏବେ ପଡ଼ିଗଲା ସବୁ ଜିନିଷ। ଏବେ ପଡ଼ିଲା ପରେ କ'ଣ କରିବା? ଦେଖ ଯେତିକି ମାପ ଚୁପ ଦେଖିକି ପକେଇବା ପଡ଼ୁଛି, ନହେଲେ ଅଧିକ ପକେଇଲେ ଭଲ କି? ମଟନଟା ହେଉଛି ପରା, ଚିକେନ ହେଉଛି ଥୋଡ଼ି। ନୂଆ ବର୍ଷର ତାକୁ ଭଲସେ ଭାବରେ ତାକୁ ଗୋଳେଇ ଦେବା, ମାନେ ମିଶାଇ ଦେବା ସେ ମଟନରେ। କେଉଁଠି ଲାଗିଯାଇଥିବ ତାକୁ କରି ଆରାମସେ କରିବାକୁ ପଡ଼ିବ। ତାହେଲେ ଏଇ ମସଲାଟା ମୋର ମନେ ନାହିଁ ଆକ୍ଚୁଆଲି। ତାକୁ ଗ୍ରାଇଣ୍ଡ କରିଦିଅ, ଗ୍ରାଇଣ୍ଡ ହେଲା ପରେ ତାକୁ ବେଲଚା ମାର। ଏବେ ସବୁ ମିଶାଇଲା। ଏବେ ଦେଖନ୍ତୁ ଝୋଳ ପୁରା ଆସିଲା ବନେଇ, ତାକୁ ପାଣି ପକାଯିବ। आहा, सालड है। सालड खाने के लिए तो चाहिए ना। ଆହା, ସାଲାଡ଼ଟା ପୁରା ନିଆରା ହେଇଛି, ଚାଞ୍ଚିଛି। ବର୍ତ୍ତମାନ ଆମର ରୋଷେଇ ସରିଯାଇଛି, ସମସ୍ତେ ଖାଇବାକୁ ବସି ପଡ଼ିଲେ। ମୁଁ ବର୍ତ୍ତମାନ ଏବେ ବସିନି ଖାଇବେ। ମୁଁ ତ ଭିଡ଼ିଓ କରିବା ପାଇଁ ବ୍ୟସ୍ତ ବହୁଳତା ରହିଗଲି। ଅଶୋକ ଭାଇ ଏବେ ସାଲାଡ଼ ବାଢୁଛନ୍ତି, ମୋର ଏବେ ବସିବି। ଏବେ ଗଣେଶ ଭାଇ ଆମର ମଟନ ଟୋକନ ରାନ୍ଧିକି ଥୋଇଦେଲେଣି ବାଢ଼ିକି।
ମୁଁ ବସିଲା ପରେ ମୋଟା ଲାଗିଯିବ ଆଉ। ଏବେ ଦେଖ ସାଗର ଖାଲି ମୋବାଇଲ ଏବେ ଦେଖ ବଢ଼ା ହେଇଗଲା ଯେ ମୋ ଭାଗଟା ଦେଖ ସେ ଭାଗ ସମସ୍ତଙ୍କ ଏବେ ଖାଇବା ଷ୍ଟାର୍ଟ ହେଇଗଲା। ମୁଁ ଆକା ଡେରି କରିବି ଓଡ଼ିଆରେ ଡେରି ନ କରିକି ପାଟିରେ ପକାଇ ଦେଇଛି ମଟନଟାକୁ ଚୋବେଇ ଚୋବେଇ ଚୋବେଇ। ଦେଖନ୍ତୁ ଖାଉଛନ୍ତି ଧାଉଁ ଧାଉଁ ଆରାମସେ ଖାଅ ପତଳା ହେଇଯିବ।